ଆଜି ଆମେ ଜାଣିବା କେଉଁ ସ୍ଥାନରେ ଛୁଆଁ ଅଛୁଆଁ ନାହିଁ। ଗଙ୍ଗା ଜଳ, କ୍ଷୀର ଫଳ, କୈବଲ୍ୟ, ଗୋରୁମଳ, ନୌକାରେ ଯିବା ସମୟରେ, ଶତ୍ରୁ ଆକ୍ରମଣ ସମୟରେ, ଦେବାଳୟ ମଧ୍ୟରେ, ଅନ୍ଧାରକାରରେ, ଯଜ୍ଞ ମଣ୍ଡପରେ, ଜନଗହଳି ମଧ୍ୟରେ, ଯାତ୍ରା ସମୟରେ, ହାଟ ବା ସଭା ମଧ୍ୟରେ, ରଥ ଉପରେ, ମଞ୍ଚ ଉପରେ, ବୃକ୍ଷ ଉପରେ, ଜଳ ମଧ୍ୟରେ, ଆନନ୍ଦ ବଜାର ମଧ୍ୟରେ, ପବିତ୍ର ପୀଠସ୍ଥଳରେ ଏବଂ ତୀର୍ଥ ସ୍ଥାନରେ, ଏହି ସବୁ ସ୍ଥାନରେ କୌଣସି ଛୁଆଁ ଅଛୁଆଁ ଦୋଷ ଲାଗେ ନାହିଁ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 19 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭୁ ବିଷ୍ଣବେ ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ସୂର୍ଯ୍ୟ ନାରାୟଣଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କୁ ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 19 ତାରିଖ ଓଡ଼ିଆ ଶ୍ରାବଣ ମାସ 3 ଦିନ ରବିବାର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଯାହା ଦିବା 7:27 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଯାହା ରାତ୍ରି 10:11 ପର୍ଯ୍ୟନ୍ତ ରହୁଛି। ତାପରେ ହସ୍ତା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:14 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:26। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ଦିବା 7:27 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶ ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶ ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ ଯାହା ରାତ୍ରି 10:11 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି ତତ୍ସହିତ କୃଷି ସନ୍ତାନ ହାନି। ଆଜି ଷଷ୍ଠୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ଯାହାକି ବେଲ ତତ୍ସହିତ ରବିବାର ଏବଂ ଷଷ୍ଠୀ ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଅଛି। ଆଜିର ଅଶୁଭ ବେଳା ଯାହା ଦିବା 8:51 ଦିବା 1:10 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:44 ଅପରାହ୍ନ 6:21 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 1:27 ରାତ୍ରି ଯାହାକି ଶେଷ ରାତ୍ରି 5:15 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 8:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 7:08 ରାତ୍ରି 8:58 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:28 ରାତ୍ରି 1:26 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି। ମିଥୁନ ରାଶିରେ ବୁଧ ସଞ୍ଚରଣ କରୁଛନ୍ତି। କର୍କଟ ରାଶିରେ ରବି ଏବଂ ବୃହସ୍ପତି ସଞ୍ଚରଣ କରୁଛନ୍ତି। ସିଂହ ରାଶିରେ ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି। କନ୍ୟା ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି। କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରରେ ଯାହାକି ରବିବାରରେ। ତେବେ ଏହି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବେ ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ
କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ ଜାଣିବା ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମୋତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଛି ଯେ ଆପଣ ମାନଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ଉତ୍ସାହ ସହକାରେ ଦିନ କଟିବେ। ଦିନଟି ଅନୁକୂଳ ରହୁଛି। ସମସ୍ତ କାର୍ଯ୍ୟ ସଫଳତା ଶୁଭ ଯୁଗ ବନଉଛି। ଆଜି କିଛି ଆନନ୍ଦିତ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଶୀର୍ଷରେ ପହଞ୍ଚିବାର ଶୁଭ ଯୁଗ ସହିତ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇବା ସହିତ କିଛି ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି, ଯାହା ଆପଣଙ୍କୁ ବିଶେଷ ଲାଭଦାୟକ ପ୍ରଦାନ କରିପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତିଙ୍କର ଦୈନନ୍ଦିନ କାର୍ଯ୍ୟରେ କିଛି ସଂଘର୍ଷପୂର୍ଣ୍ଣ ରହିବ। ତାକୁ ଖାତିର କରି ନ କରି ଆପଣ ଆଗକୁ ବଢିବାର ପୂର୍ଣ୍ଣ ଶୁଭ ଯୁଗ ବନେଇ ଦେବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ ସହିତ ଆନନ୍ଦିତ ମଧ୍ୟ ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ନିଜର ସ୍ଥିତିକୁ ସଦାବେଳେ ବଜାଇ ରଖି ତନଖି କାର୍ଯ୍ୟ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଯାହାକି ଚାପ ବଢିବ ଏବଂ ଆପଣ କ୍ଳାନ୍ତ ହୋଇପାରନ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ରହୁଛି ଯାହାକି ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟରେ କିଛି ପରିବର୍ତ୍ତନ ହୋଇପାରେ, ଯାହାକି ଆପଣଙ୍କୁ କିଛି ଶୁଭ ସ୍ଥିତି ବନେଇବ। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆପଣଙ୍କର କର୍ମକ୍ଷେତ୍ରରେ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। କିଛି ଅସୁବିଧା ଥିଲେ ମଧ୍ୟ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତି ବିଶେଷ କରି ରାଜକୀୟ କାର୍ଯ୍ୟରେ ବା ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ଯୁଗ ରହୁଛି। ତତ୍ସହିତ ଆଜି ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୁଗ ରହୁଛି ଏବଂ ପ୍ରେମ ଦୁନିଆରେ ଆପଣଙ୍କ ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି ଏବଂ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ଅନେକ ପ୍ରକାର ଲାଭ ଦେବ। କିନ୍ତୁ କୌଣସି ଆପଣ ଅସ୍ଥିରତା ମନକୁ ଅସ୍ଥିରତା କରି କୌଣସି ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡିବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ଆପଣଙ୍କର ଚକ୍ଷୁ ପୀଡା ଥିବ, ତେଣୁ ନିଶ୍ଚିତ ଆଜି ଟିକେ ସାବଧାନ ହୋଇ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ପରବର୍ତ୍ତୀ ଷ୍ଟେପରେ ଅଧିକ କ୍ଷତି ସାମ୍ନା କରିବାକୁ ପଡିପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ଶୀର୍ଷରେ ପହଞ୍ଚିବ। ଆପଣ ନିଜର ସହଯୋଗୀଙ୍କ ସହିତ ନିଜର କାର୍ଯ୍ୟ ଗୁଡିକୁ ସଫଳତା ସହକାରେ କରିବେ। ବିଶେଷ କରି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ଉପରସ୍ଥ କର୍ମଚାରୀଙ୍କ ସହିତ ଆପଣଙ୍କର ଆଜି ଭଲ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ ରହିବାର ଅନେକ ସୁଯୋଗ ଦଉଛି, ଯାହାକି ରୋମାଣ୍ଟିକ ବାର୍ତ୍ତାଳାପ କରିବା ସହିତ କିଛି ସମୟ ତାଙ୍କ ସହିତ ଅତିବାହିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି କିଛି ନୂତନ ବସ୍ତ୍ର କିମ୍ବା ନୂତନ ଖାଦ୍ୟ ଏବଂ ଶତ୍ରୁମାନଙ୍କ ଠାରୁ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ତେବେ ଆପଣ ଆଜି କୌଣସି କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ପରବର୍ତ୍ତୀ ଷ୍ଟେପରେ ନିଜ ଭିତରେ ଆପଣଙ୍କର
ମନୋମାଳିନ ଏବଂ ଅନେକ ପ୍ରକାର ଆପଣଙ୍କର କ୍ଷତି ହବାର ଯୁଗ ରହୁଛି। ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବ। ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କୁ ଧ୍ୟାନ ପୂର୍ବକ କରିବାକୁ ପଡିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର ଆଜି କାର୍ଯ୍ୟ ଗୁଡିକ ହତାଶ ହେବେ। ପରିସ୍ଥିତି ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ତେଣୁ କାହା ସହିତ ଯୁକ୍ତିତର୍କ ଏବଂ କଳହ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ନିଜର କାର୍ଯ୍ୟରେ ଅନେକ ଚାପ ବଢିବ ଏବଂ ମାନସିକ ସ୍ଥିତି ଭଲ ନ ରହିବ। ତେଣୁ ଏହା ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଘାତ ଚନ୍ଦ୍ର ଯୁଗ ରହୁଛି ମଧ୍ୟ। ତେଣୁ ସାବଧାନ ଟିକେ ରହି ନିଜର କାର୍ଯ୍ୟ କରନ୍ତୁ। ତତ୍ସହିତ କର୍କଟ ରାଶି ବ୍ୟକ୍ତିଙ୍କର ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯଦି କାର୍ଯ୍ୟ କରୁଛନ୍ତି ଅଧିକ ଭୟଜାତ ରହିବ, ମନରେ ହତାଶ ରହିବ। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ପାଇବେ ନାହିଁ। ହଠାତ୍ କିଛି ବ୍ୟୟ ହୋଇପାରେ ଯାହା ପାଇଁ ମାନସିକ ସ୍ଥିତି ଖରାପ ହୋଇପାରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତିଙ୍କର ଆଜି ପ୍ରେମ ସମ୍ବନ୍ଧ ଆପଣଙ୍କର ଭଲ ନ ରହିପାରେ। ନିଜ ଭିତରେ ସମ୍ପର୍କ କିଛି ମତାନ୍ତର ହୋଇପାରେ। ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟରେ ଅତିରିକ୍ତ ଚାପ ବଢିବ, ମନରେ କିଛି ଅସ୍ଥିରତା ରହିପାରେ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ପ୍ରତ୍ୟେକ କାର୍ଯ୍ୟ ଆପଣ ସଫଳତା ହବ। ବୁଦ୍ଧି ସହକାରେ ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବାର କ୍ଷମତା ରହିବ। ନିଜର ଚାପ ଥିଲେ ମଧ୍ୟ ସନ୍ତୁଳନ ରଖି କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଅସୁବିଧା ହେବ ନାହିଁ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ବହୁତ ଭଲ ରହିବ। ନିଜ ଭିତରେ ପୂର୍ବରୁ କିଛି ମତାନ୍ତର ଥିଲେ ତାହା ଦୂରୀଭୂତ ହେବା ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣ ଉତ୍ସାହ ସହକାରେ କାର୍ଯ୍ୟ କରିପାରନ୍ତି ଏବଂ ଆନନ୍ଦିତ ହୋଇପାରନ୍ତି। ଏବଂ ସିଂହ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ କାରବାରରେ ଆପଣ ଧୀରେ ଧୀରେ ଅଗ୍ରଗତି କରିବେ ଏବଂ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ଶୁଭ ଯୋଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ନିଶ୍ଚିତ ସିଦ୍ଧି ଯୁଗ ରହୁଛି। ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରିଲେ ଆଗକୁ ବଢିବାର ଶୁଭ ଯୁଗ ପରିସ୍ଥିତି ବନେଇବ। ତେବେ ଧ୍ୟାନ ପୂର୍ବକ କାର୍ଯ୍ୟ ନ କରିଲେ ଆପଣଙ୍କୁ ଅନେକ କାର୍ଯ୍ୟରେ ବିଫଳତା ରହିବ, ଯାହାକି ମାନସିକ ସ୍ଥିତି ଭଲ ନ ରହିପାରେ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ଶତ୍ରୁ ମାନଙ୍କୁ ପରାଜିତ କରିବାର ଆପଣଙ୍କର ଭାଗ୍ୟ ସାଥ ଦେବ। ତତ୍ସହିତ ଆଜି ଅତିରିକ୍ତ ଚାପ ଥିଲେ ମଧ୍ୟ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ଶୁଭ ଯୁଗ ରହୁଛି, ଯାହା କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଶ୍ଚିତ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତି ବନଉଛି, ଯାହାକି ଆପଣ ପ୍ରତିଷ୍ଠା ଏବଂ ପରାକ୍ରମୀ ବୁଦ୍ଧି ରୂପେ ପରିଚିତ ହୋଇପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଆପଣ ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଉତ୍ସାହ ଏବଂ ଆନନ୍ଦିତର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ନିଜର ଅଧିକ ଆତ୍ମବିଶ୍ୱାସୀ ହୋଇପାରନ୍ତି ସମସ୍ତଙ୍କ ଆଗରେ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ସମସ୍ତେ ଆପଣଙ୍କ ଉପରେ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ଶୁଭଯୋଗ ପରିସ୍ଥିତି ରହୁଛି। ତତ୍ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ରହିପାରେ। ଆଜି ତୁଳା ରାଶି ବ୍ୟକ୍ତି କିଛି ମହତ୍ଵ କାର୍ଯ୍ୟ କରି ନିଜର ପ୍ରତିଷ୍ଠାବାନ କରିପାରନ୍ତି, ଯାହାକି ସାମାଜିକ ରାଜନୈତିକ କ୍ଷେତ୍ରରେ। ଆଜି ତୁଳା ରାଶି ବ୍ୟକ୍ତି ବିଶେଷ କରି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନିଶ୍ଚିତ ଆଜି ମଧୁର ସମ୍ପର୍କ ସହିତ ଭଲ ବୁଝାମଣା ଦେଖାଦେବ ଏବଂ ତୁଳା ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି କୌଣସି ଶତ୍ରୁ ଏବଂ ବିଶେଷ କରି ମିତ୍ରଙ୍କ ସହିତ ଯୁକ୍ତି ତର୍କ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିଲେ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଅନେକ କଷ୍ଟକର କାର୍ଯ୍ୟ ରହିବା ସତ୍ତ୍ୱେ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ବିଛା ରାଶି ବ୍ୟକ୍ତି ଆଜି ଗୁରୁତ୍ୱ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତି ବହୁତ ଉତ୍ସାହ ସହକାରେ କାର୍ଯ୍ୟ କରିବେ ଏବଂ ସମାଜ ଆଗରେ ପ୍ରଭାବଶାଳୀ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି, ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଟିକେ ଅସ୍ଥିରତା ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ସ୍ତ୍ରୀଙ୍କ ସହିତ ଏବଂ ପରିବାର ବର୍ଗଙ୍କ ସହିତ କିଛି ମାତ୍ରାରେ ମତଭେଦ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ଯାହାକି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଅର୍ଥଜନିତ କ୍ଷେତ୍ରରେ କିଛି ନୂତନ ବିଜନେସ୍ କରିବା ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତିଙ୍କର ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି କିଛି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ରହିପାରନ୍ତି, ଯାହା ଆପଣଙ୍କ ପାଇଁ ଶୁଭ ହବ। ନୂତନ ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଭଲ କାର୍ଯ୍ୟ କରି ସମସ୍ତଙ୍କ ଆଗରେ ଦୃଷ୍ଟି ଆକର୍ଷଣ ହୋଇପାରେ ଏବଂ ଆଜି କିଛି ନୂତନ କାର୍ଯ୍ୟ କରି ଆପଣଙ୍କର ଯାହାକି ମାନସିକ ସ୍ଥିତି ଆନନ୍ଦିତ ହେବ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ବହୁତ ଆନନ୍ଦିତ ଏବଂ ନିଜର ସୁଖ ଶାନ୍ତି ବଜାଇ ରଖିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତିମାନେ କାର୍ଯ୍ୟ କରୁଥିବେ, ସେମାନେ ଆଜି ମାନ ସମ୍ମାନ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ଶତ୍ରୁ ମାନଙ୍କୁ ପରାଜିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ଟିକେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଦିନଟି ଅତି ସୁଖମୟ ପରିବେଶ ଦେଖାଦେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ପ୍ରତିବନ୍ଧକ ଆସିବ, ତେଣୁ ଆପଣ ଯୋଜନା ପୂର୍ବକ କାର୍ଯ୍ୟ କରନ୍ତୁ, ଯାହା କିଛି କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ। ଆଜି ଯାହାକି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଜର
योजना प्रस्तुत करी कार्य करिले आपणक पई कार्य परिचालना करिबा पई भलो हेबो नहले मानसिक स्थिति अस्थिरता एवं कार्य विफलता अनेक प्रकार देखा देबो। आज मकर राशि व्यक्ति जो माने राजनीतिक सामाजिक क्षेत्र रे कार्य करूछन्ति निश्चित आज टिके स्थिर रुहंतु जहा आपणक पई भलो हेबो। एवं मकर राशि व्यक्ति आज प्रेम संबंध रे जो माने जड़ित अछन्ति किछि विरक्त भावना आपण परिप्रकाश करन्ति तेणु यह करिले आपणकु अनेक निज भितरे संपर्क खराब होबार चांस रहुछि तेणु यह प्रति आज पई सचेतन रुहंतु। आज मकर राशि व्यक्ति परिवार वर्गक सहित भलो संबंध रखिबा पई चेष्टा करंतु एवं व्यापार वाणिज्य रे आपणकर जहा भाग्य चक्र जणा पडुछि आशा अनुसार सफलता पाई न पारंती। आज मकर राशि व्यक्तिଙ୍କର स्वास्थ्यगत दृष्टि देखिले आपणकर स्वास्थ्य समस्या अनेक प्रकार समस्या भितर जड़ित रही पारंती तेणु ध्यान पूर्वक निजर स्वास्थ्य प्रति सचेतन रुहंतु। आज मकर राशि व्यक्तिଙ୍କର भाग्य संख्या रही जहा कि 8 भाग्य रंग रहुछि जहा कि आपण कला रंग व्यवहार करि परिबे एवं ग्रह माने आपण को आज जहा कि 50% साथ दउछन्ति। चलंतु जानिबा कुंभ राशि व्यक्तिଙ୍କ विषय। कुंभ राशि व्यक्ति आज दिनटी आपणकर शुभ कार्य रे किछि योगदान देई पारंती नूतन कार्य रे आपणक पई उत्तम युग बनौछि। आज निजर कार्य दक्षता बल रे ख्याति अर्जन करिवार पूर्ण सुयोग रहउछि। राजनीतिक सामाजिक क्षेत्र रे आपणकर भाग्य शुभ युग परिस्थिति बनौछि। तत्सहित कुंभ राशि व्यक्ति आज टिके क्रोध एवं युक्ति तर्क ठारू दूरता अवलंबन करने सहित शत्रु ठारू टिके सावधान रहिले आपणकर आज दिनटी अति शुभ युग बनैबो। आज कुंभ राशि व्यक्ति जो माने प्रेम संबंध रे जड़ित अछंती आज आपणक पई उत्साहर एवं आनंदित दिन कहले अतिरिक्त हेबो नाही। आज कुंभ राशि व्यक्ति परिवार वर्गक सहित हस खुशी रे दिन कटिवार शुभ युग बनौछि। आज कुंभ राशि व्यक्ति अर्थजनित कारोबार रे आपण अनेक प्रकार लाभ पाइबार पूर्ण सुयोग रहउछि। तत्सहित आज कुंभ राशि व्यक्तिଙ୍କର किछि नूतन मांगलिक कार्य करिबा पई शुभ युग परिस्थिति बनैबा सहित स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्व जदि स्वास्थ्य समस्या थिबो आज तार दूरीभूत होबार अनेक चांस रहिछि। आज कुंभ राशि व्यक्तिଙ୍କର भाग्य संख्या रहिछि 1 भाग्य रंग रहुछि आपण सुनेली रंग व्यवहार करि परिबे एवं ग्रह माने आपण को आज 90% साथ दउछन्ति। एबे चलंतु जानिबा मीन राशि व्यक्तिଙ୍କ विषय। मीन राशि व्यक्ति आज दिनटी आपणको प्रत्येक कार्य रे सफलता पाइबा सहित किछि नूतन कार्य करिबा पई शुभ युग रहउछि। भाग्य आपणकर साथ देउछि एवं मनटी आज बहुत आनंदित रहिबा सहित आज संगीत सुनिबा पई आपणको बहुत आनंद मिलि पारे जहा आपणको भाग्य चक्र जणा पडुछि। आज मीन राशि व्यक्ति अधिक कार्य करी आपण निजको संतुष्ट अनुभव करि पारंती एवं सहयोगी माने आपण को समर्थन करि पारंती। दिनटी आपणकर हस खुशी रे कटिबो। तत्सहित मीन राशि व्यक्ति जो माने राजनीतिक सामाजिक क्षेत्र रे कार्य करूछन्ती निश्चित आपणकर दक्षता वृद्धि करिवो एवं मीन राशि व्यक्ति आज प्रेम जगत रे जो माने अछि मधुर वार्तालाप करिवा सहित किछि मधुर समय अतिबाहित करिवार अति शुभ युग बनौछि। आज मीन राशि व्यक्तिଙ୍କର परिवार वर्गଙ୍କ सहित भलो संबंध रहिबो। निज भितरे किछि जदि पूर्वरु किछि मनमालिन थिबो आज दूरीभूत हेबो। आज मीन राशि व्यक्ति अर्थजनित कारोबार रे आपण अनेक प्रकार लाभ प्राप्त करिवार शुभ युग रहुछि। तेणु अर्थजनित कोनोसी नूतन व्यापार वाणिज्य करिबा पई शुभ युग परिस्थिति बनौछि। आज मीन राशि व्यक्तिଙ୍କର जहा कि स्वास्थ्यगत दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य समस्या रहिबो नाही। आज मीन राशि व्यक्ति टिके निजर शत्रु मानक ठारू टिके दूरीभूत अवलंबन करिले आपणक पई भलो हेबो। आज मीन राशि व्यक्तिଙ୍କର भाग्य संख्या रहिछि जहा कि 9 भाग्य रंग रहुछि जहा कि हळदिया रंग व्यवहार करि परिबे एवं ग्रह माने आपणक आज 90% साथ दउछन्ति।